ଶିଖିବା କିଛି ନୂଆ ଜାଣିବା କିନ୍ତୁ ବୁଝିବା ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ ଆମେ କଥା ହେବା ପଶ୍ଚିମ ଏସିଆର ବାଣିଜ୍ୟ ମାର୍ଗ ବିଷୟରେ ବା ୱେଷ୍ଟ ଏସିଆର ଟ୍ରେଡ ରୁଟ୍ ବିଷୟରେ ଆମେ କଥା ହେବା। ପ୍ରାଚୀନ କାଳରୁ ପଶ୍ଚିମ ଏସିଆ ବିଶ୍ୱ ବାଣିଜ୍ୟର ଏକ ପ୍ରମୁଖ କେନ୍ଦ୍ରବିନ୍ଦୁ ହୋଇ ରହି ଆସିଛି। ଏହାର ଭୌଗୋଳିକ ଅବସ୍ଥିତି ଏସିଆ, ୟୁରୋପ ଏବଂ ଆଫ୍ରିକା ମଧ୍ୟରେ ଏକ ସେତୁ ସଦୃଶ, ଯାହା ଏହି ଅଞ୍ଚଳକୁ ବାଣିଜ୍ୟ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ କରିଥାଏ। ପଶ୍ଚିମ ଏସିଆର ବାଣିଜ୍ୟ ମାର୍ଗ ବିଶ୍ୱ ଅର୍ଥନୀତି ଏବଂ ସଂସ୍କୃତିର ଆଦାନ ପ୍ରଦାନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଐତିହାସିକ ଦୃଷ୍ଟିକୋଣରୁ ଦେଖିଲେ ପ୍ରସିଦ୍ଧ ସିଲ୍କ ରୋଡ୍ ପଶ୍ଚିମ ଏସିଆ ଦେଇ ଗତି କରୁଥିଲା, ଯାହା ଚୀନକୁ ମଧ୍ୟ ପ୍ରାଚ୍ୟ ଏବଂ ୟୁରୋପ ସହିତ ଯୋଡୁଥିଲା। ଏହି ପଥ ଦେଇ କେବଳ ରେଶମ ନୁହେଁ ବରଂ ମସଲା, ସୁନା, ରତ୍ନ ଏବଂ କାଚ ଭଳି ବହୁମୂଲ୍ୟ ସାମଗ୍ରୀର କାରବାର ହେଉଥିଲା। ସ୍ଥଳପଥ ବ୍ୟତୀତ ସାମୁଦ୍ରିକ ବାଣିଜ୍ୟ ମାର୍ଗ ମଧ୍ୟ ଏହି ଅଞ୍ଚଳରେ ଅତି ସକ୍ରିୟ ଥିଲା। ଲୋହିତ ସାଗର ଏବଂ ପାରସ୍ୟ ଉପସାଗର ମାଧ୍ୟମରେ ପ୍ରାଚୀନ ଭାରତ ଓ ରୋମ ମଧ୍ୟରେ ବାଣିଜ୍ୟ ସମ୍ପର୍କ ସ୍ଥାପିତ ହୋଇଥିଲା। ଏହି ବାଣିଜ୍ୟ ମାର୍ଗ ଯୋଗୁଁ ବାଗଦାଦ, ଦାମାସ୍କସ ଏବଂ ଇସ୍ତାନବୁଲ ଭଳି ସହରଗୁଡ଼ିକ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଭାବେ ଉଭା ହୋଇଥିଲେ। ଏହି ପଥ ଗୁଡ଼ିକ ଦେଇ କେବଳ ପଣ୍ୟ ଦ୍ରବ୍ୟ ନୁହେଁ ବରଂ ବିଜ୍ଞାନ, ଗଣିତ, ଧର୍ମ ଏବଂ କଳାର ମଧ୍ୟ ଆଦାନ ପ୍ରଦାନ ହୋଇଥିଲା। ଆଧୁନିକ ସମୟରେ ମଧ୍ୟ ପଶ୍ଚିମ ଏସିଆର ବାଣିଜ୍ୟ ମାର୍ଗର ଗୁରୁତ୍ୱ ହ୍ରାସ ପାଇନାହିଁ। ସୁଏଜ କେନାଲ ବିଶ୍ୱ ବାଣିଜ୍ୟର ଏକ ଅତି ଗୁରୁତ୍ୱପୂର୍ଣ୍ଣ ଜଳପଥ, ଯାହା ଭାରତ ମହାସାଗରକୁ ଭୂମଧ୍ୟସାଗର ସହିତ ଯୋଡୁଛି। ସମଗ୍ର ବିଶ୍ୱକୁ ହେଉଥିବା ଖଣିଜ ତୈଳ ଏବଂ ପ୍ରାକୃତିକ ଗ୍ୟାସ ଯୋଗାଣ ମୁଖ୍ୟତଃ ଏହି ଅଞ୍ଚଳର ବାଣିଜ୍ୟ ମାର୍ଗ ଉପରେ ନିର୍ଭରଶୀଳ। ପାରସ୍ୟ ଉପସାଗର ଅବସ୍ଥିତ ହର୍ମୁଜ ପ୍ରଣାଳୀ ବା ଷ୍ଟ୍ରେଟ୍ ଅଫ୍ ହର୍ମୁଜ ବିଶ୍ୱର ଶକ୍ତି ବାଣିଜ୍ୟ ପାଇଁ ଏକ ଜୀବନରେଖା ସଦୃଶ। ସଂକ୍ଷେପରେ କହିବାକୁ ଗଲେ ପଶ୍ଚିମ ଏସିଆର ବାଣିଜ୍ୟ ମାର୍ଗ ପ୍ରାଚୀନ କାଳରୁ ଆଜି ପର୍ଯ୍ୟନ୍ତ ବିଶ୍ୱର ଅର୍ଥନୀତିକ ସ୍ଥିରତାକୁ ପ୍ରଭାବିତ କରି ଆସୁଛି। ଏହା କେବଳ ସାମଗ୍ରୀ ପରିବହନର ମାଧ୍ୟମ ନୁହେଁ ବରଂ ବିଭିନ୍ନ ସଭ୍ୟତା ମଧ୍ୟରେ ସମ୍ପର୍କ ଏବଂ ସମନ୍ୱୟ ରକ୍ଷା କରିବାର ଏକ ଶକ୍ତିଶାଳୀ ମାଧ୍ୟମ ହୋଇ ରହିଛି। ଏହି ମାର୍ଗ ଗୁଡ଼ିକର ସୁରକ୍ଷା ଓ ବିକାଶ ଆଜିର ବିଶ୍ୱୟନର ଯୁଗରେ ଅତ୍ୟନ୍ତ ଆବଶ୍ୟକ। ଭିଡିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି କ୍ୱେଶ୍ଚିନ୍ ଅଛି, ଡାଉଟ୍ ଅଛି, କମେଣ୍ଟ ଲେଖିଦେବା, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା ଜାଣିଛ ତ ଭିଡିଓ ଟିକେ ଲାଇକ୍ କରିଦେବ, ଭିଡିଓ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥା। ତାହେଲେ ରହୁଛି ଦେଖା ପାଖ ଭିଡିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।